ଭିଡିଓରେ ଆଗକୁ ବଢିବା ଆଗରୁ ଜରୁରୀ ସୂଚନା। ରିଚାର୍ଜ ଖତମ? ଡୋଣ୍ଟ ୱରି, ଆମେ କରିବୁ ଆପଣଙ୍କର ମୋବାଇଲ ରିଚାର୍ଜ। ଖାସ୍ ଆପଣଙ୍କ ପରି ଆମ ଶୁଭଚିନ୍ତକଙ୍କ ପାଇଁ ଆମେ ଆରମ୍ଭ କରିଛୁ ଏହି ନୂଆ କାର୍ଯ୍ୟକ୍ରମ। ସାମିଲ ହେବା ପାଇଁ ଆପଣଙ୍କୁ କରିବାକୁ ପଡିବ ଏହି ଛୋଟିଆ କାମ। ନମ୍ବର 1, ଭିଡିଓରେ ଆପଣଙ୍କୁ ମିଳିବ ଗୋଟିଏ କୋଡ୍। ସେହି କୋଡ୍କୁ ଆପଣ ନେଇ ଆମ ଟେଲିଗ୍ରାମ ଗ୍ରୁପରେ ସେୟାର କରିବାକୁ ପଡିବ। ନା ମୋବାଇଲ ନମ୍ବର ସହିତ କୋଡ୍ ଲେଖିବାକୁ ପଡିବ। ଟେଲିଗ୍ରାମ ଲିଙ୍କ ଭିଡିଓର ତଳେ ଥିବା ଡେସ୍କ୍ରିପସନ ବକ୍ସରେ ରହିଛି। ନମ୍ବର 2, ଭିଡିଓ ସମ୍ପୂର୍ଣ୍ଣ ଦେଖି ସାରିବା ପରେ ଲାଇକ୍, କମେଣ୍ଟ ଓ ସେୟାର କରିବେ। ନମ୍ବର 3, ନା ମୋବାଇଲ ନମ୍ବର ଦେଇ ସାରିବା ପରେ ଆପଣ ଆମ ଚ୍ୟାନେଲର ପରବର୍ତ୍ତୀ ଭିଡିଓ ସବୁ ଦେଖୁଥିବେ, ଆଉ ତା ଭିତରୁ ହିଁ କେଉଁ ଭିଡିଓରେ ଆପଣଙ୍କ ନାଁ ଘୋଷଣା କରାଯିବ। ନମ୍ବର 4, ଭିଡିଓ ଭିତରେ କୋଡ୍ ମାତ୍ର କେଇ ସେକେଣ୍ଡ ପାଇଁ ଦେଖାଦେବ। ତେଣୁ ଭିଡିଓକୁ ସ୍କିପ୍ ନ କରି ଯଦି ସମ୍ପୂର୍ଣ୍ଣ ଭିଡିଓ ଦେଖିବେ ତାହେଲେ କୋଡ୍ ପାଇପାରିବେ। ଯଦି ଆମ ଭିଡିଓ ଦେଖିଲେ ଆପଣଙ୍କ ମୋବାଇଲ ରିଚାର୍ଜ ହୋଇଯିବ, ତାହେଲେ ଆଉ ଡେରି କାହିଁକି? ଏତେ ମହଙ୍ଗା ଯୁଗରେ ରାଜଧାନୀର ଭାଇନା ହୋଟେଲ ଏତେ ଶସ୍ତାରେ ଖାଇବା ଦେଉଛି କେମିତି? କଣ ସତରେ ଏଇଥିପାଇଁ ମୋ ପୁଅ ମରିଗଲା? ଡାକ୍ତରଙ୍କ କଥା କଣ ପୁରା ସତ? ଆଉ ସେ ରିପୋର୍ଟ, ସେଇଟା କଣ ମିଛ କହିବ? ତାହେଲେ ସତ କଣ? କାହିଁକି ଏତେ ଶସ୍ତାରେ ଖାଇବା ଦେଇ ଭାଇନା ହୋଟେଲ ଏତେ ନାଁ କମେଇଛି? 5 ବର୍ଷିଆ ପୁଅର ମୃତ୍ୟୁ ଓ ଡାକ୍ତରଙ୍କ ରିପୋର୍ଟ ପରେ ରାଜୀବ ବାବୁଙ୍କର ମୁଣ୍ଡ ଯେମିତି ଗୋଳମାଳ ହୋଇଯାଇଥିଲା। ମନରେ କେତେ କଣ ପ୍ରଶ୍ନ ଉଙ୍କି ମାରୁଥିଲା। ଶେଷରେ ସେ ନିଷ୍ପତ୍ତି ନେଲେ କି ଭାଇନା ହୋଟେଲର ସତ ଜାଣିକି ହିଁ ରହିବେ, ଆଉ ମୋ ପୁଅକୁ ନ୍ୟାୟ ଦେଇକି ହିଁ ରହିବେ। 2 ଦିନ ପରେ ସେ ଯେତେବେଳେ ଲୁଚି ଲୁଚି ଭାଇନା ହୋଟେଲର ପଛପଟକୁ ଗଲେ, ସେ ଦୃଶ୍ୟ ଦେଖିକି ତାଙ୍କ ମୁଣ୍ଡ ଘୂରିଗଲା। ରାଗରେ ସେ ପୁରା ଲାଲ ପଡିଗଲେ। ତାହେଲେ ତାଙ୍କ ସନ୍ଦେହ ସତ ଥିଲା। ଭାଇନା ହୋଟେଲର ପଛପାର୍ଶ୍ୱର ବନ୍ଦ ରୁମରେ 17 ଦିନ ହେଲା ଜୀବନ ବାବୁଙ୍କ ଆଖିରୁ ଲୁହ ଶୁଖୁନି। ଏବେ ବି ଝୁରି ହେଉଛନ୍ତି ତାଙ୍କର ଗୋଟିଏ ମାତ୍ର 7 ବର୍ଷୀୟ ପୁଅ ଚିଣ୍ଟୁକୁ। ନା ଖାଉଛନ୍ତି ନା ଠିକରେ ଶୋଉଛନ୍ତି। ଯେଉଁଠିକୁ ଅନେଇଲେ କେବଳ ଚିଣ୍ଟୁର ମୁହଁ ଦେଖାଯାଉଛି। କିନ୍ତୁ ସେ କରିବେ କଣ? କାରଣ ଚିଣ୍ଟୁ ଆଉ ଏ ଦୁନିଆରେ ନାହିଁ। ହେଲେ ଏତେ କୋମଳ ବୟସରେ ଚିଣ୍ଟୁର କଣ ହୋଇଥିଲା? କାହିଁକି ସେ ଦୁନିଆରୁ ବିଦାୟ ନେଇଗଲା? ତାର ଦୋଷ ବି କଣ ଥିଲା? ଏସବୁ ଭାବି ଭାବି ଜୀବନ ବାବୁ ଯେମିତି ସ୍ଥାଣୁ ପାଲଟି ଯାଇଥିଲେ। ପ୍ରଭୁ, ଏତେ ଛୋଟ ବୟସରେ ଦୁନିଆ ଦେଖିବା ଆଗରୁ ତାକୁ କାହିଁକି ନେଇଗଲ? ଭାବି ଭାବି ପ୍ରତିଦିନ ରାତି ଅଧାରେ ଏମିତି କେତେ କଣ ବିଳିବିଳେଇ ହେଉଥିଲେ ଜୀବନ ବାବୁ। ସେଦିନ ରାତି ପାହି ସକାଳ ହେଲା। କଲିଂ ବେଲ୍ ବାଜିଲା। ଜୀବନ ବାବୁଙ୍କ ସ୍ତ୍ରୀ ଗୀତା ଦେବୀ କବାଟ ଖୋଲିବା ବେଳକୁ କୋରିଅର ପିଲା କୋରିଅର ଦେଇ ଚାଲିଗଲା। ଗୀତା ଦେବୀ ଚିଠିକୁ ନେଇ ଜୀବନ ବାବୁଙ୍କ ହାତରେ ଧରେଇ ଦେଲେ। ଜୀବନ ବାବୁ ଚିଠି ଖୋଲି ଯେମିତି ପଢିଛନ୍ତି, ତାଙ୍କ ମୁଣ୍ଡ ବୁଲେଇ ଦେଲା। ଦେଖିକି ସେ ଯେମିତି ପାଗଳ ହୋଇଗଲେ। ସେଇଟା ଥିଲା ଚିଣ୍ଟୁର ପରୀକ୍ଷା ରିପୋର୍ଟ। ସାଙ୍ଗେ ସାଙ୍ଗେ ପ୍ୟାଣ୍ଟ ସାର୍ଟ ପିନ୍ଧି ଡାକ୍ତରଙ୍କ ପାଖକୁ ଦୌଡ଼ିଲେ। ଅଧଘଣ୍ଟା ଅପେକ୍ଷା କରିବା ପରେ ଚିଣ୍ଟୁକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସହିତ ଦେଖା ହେଲା। ଯେତେବେଳେ ଡାକ୍ତର ବି ସେ ରିପୋର୍ଟ ଦେଖିଲେ, ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ରିପୋର୍ଟରେ ଏକ ଏମିତି ଇନଫେକ୍ସନ କଥା ଲେଖା ହୋଇଥିଲା, ଯାହାକି ଭାରତରେ ପୁରା ନୂଆ ଥିଲା। ଆଉ ଚିଣ୍ଟୁ ଥିଲା ସେ ଇନଫେକ୍ସନର 7ମ ଶିକାର। ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଓଡ଼ିଶାରେ ସେଇଟା ପୁରା ନୂଆ ଥିଲା, ଆଉ ଚିଣ୍ଟୁ ଓଡ଼ିଶାର ପ୍ରଥମ ରୋଗୀ ଥିଲା। ସାଙ୍ଗେ ସାଙ୍ଗେ ଡାକ୍ତର ଫୋନ କରି ମୁଖ୍ୟ ଡାକ୍ତରଙ୍କୁ ଡକେଇଲେ, ଆଉ ସେ ରିପୋର୍ଟ ତାଙ୍କୁ ଦେଖେଇଲେ। ମୁଖ୍ୟ ଡାକ୍ତର ବି ରିପୋର୍ଟ ଦେଖି ତାଜୁବ ହୋଇଗଲେ। ସେଠୁ ଜୀବନ ବାବୁ ପଚାରିଲେ କି, ସାର୍, ମୋ ପୁଅକୁ ସେ ଇନଫେକ୍ସନ କେମିତି ହେଲା? ଡାକ୍ତର ବି ସନ୍ଦେହରେ ଥିଲେ। ପଚାରିଲେ କି, ଯେଉଁଦିନ ତାର ପେଟ କଟା ଆରମ୍ଭ ହୋଇଥିଲା, 2-4 ଦିନ ଭିତରେ ସେ କଣ ଖାଇଥିଲା? ଜୀବନ ବାବୁ କହିଲେ କି, ସାର୍, ଆମେ କେବେ ବି ବାହାରେ ଖାଉନା।
ହେଲେ 2 ଦିନ ତଳେ ତାର ମା ନଥିବାରୁ ଆମେ ନିକଟସ୍ଥ ହୋଟେଲରେ ଖାଇଥିଲୁ। ସେଠୁ ଡାକ୍ତର କହିଲେ କି ବୋଧହୁଏ ସେ ହୋଟେଲ ଖାଦ୍ୟରେ ଏମିତି କିଛି ରହିଛି ଯାହାକୁ ଖାଇ ଚିଣ୍ଟୁର ଏମିତି ଅବସ୍ଥା ହେଲା। ହେଲେ ହୋଟେଲ ଖାଇବାରେ ଏମିତି କଣ ଥିଲା ଯେ ଚିଣ୍ଟୁ ସହିତ ଏତେ ବଡ଼ ଘଟଣା ଘଟିଗଲା? ଜୀବନ ବାବୁଙ୍କର ବିଶ୍ୱାସ ହେଉନଥିଲା। ତାଙ୍କ ମନରେ ଏକ ପ୍ରକାରର ଦ୍ୱନ୍ଦ୍ୱ ସୃଷ୍ଟି ହୋଇସାରିଥିଲା। ଘରକୁ ଫେରି ସ୍ତ୍ରୀଙ୍କୁ ସବୁ କଥା କହିଲେ। ଆଉ ଯେତେବେଳେ ସ୍ତ୍ରୀ ଏକଥା ଶୁଣିଲେ ମୁଣ୍ଡରେ ହାତ ଦେଇଦେଲେ। କହିଲେ ପ୍ରଭୁ, ସମାନ କଥା ତ ନିକଟସ୍ଥ ବସ୍ତିର ସୁକୁମାରୀର ଝିଅ ସହିତ ହୋଇଥିଲା। 1 ମାସ ତଳେ ସେ ସେହି ହୋଟେଲରେ ଖାଇବା ପରେ ତାର ପେଟ କାଟିବା ଆରମ୍ଭ ହୋଇଥିଲା। ସୁକୁମାରୀ ଝିଅର କଣ ହୋଇଥିବ ଭାବି ତାକୁ ପାଖ ଡାକ୍ତରଖାନାରୁ ଔଷଧ ଆଣି ଦେଇ ଦେଉଥିଲା। ଆଉ ତା ଝିଅର ଟିକେ କମି ଯାଉଥିଲା। ଆଉ ଏମିତି 8-10 ଦିନ ଚାଲିଯିବା ପରେ ଦିନେ ଜୋରରେ ପେଟ କାଟିଲା। ଆଉ ଯେତେବେଳେ ଡାକ୍ତରଙ୍କ ପାଖକୁ ନେଇକି ଗଲା, କିଛି ସମୟ ପରେ ତାର ମୃତ୍ୟୁ ହୋଇଗଲା। ଗରିବ ପରିବାରର ହୋଇଥିବାରୁ ସେ ଏତେ ବି ଖୋଳତାଡ଼ କରିନଥିଲା। ହେଲେ ସେ ବି ସେହି ହୋଟେଲରେ ଖାଇବା ପରେ ହିଁ ତାର ଏମିତି ହୋଇଥିବା ତା ମା କହୁଥିଲା। ସ୍ତ୍ରୀଙ୍କ ପାଖରୁ ଏମିତି ଶୁଣିବା ପରେ ଜୀବନ ବାବୁଙ୍କର ମୁଣ୍ଡ ଯେମିତି ଘୂରିଗଲା। ସେ ହୋଟେଲ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ନେଲେ। ଏମିତି ସେ ହୋଟେଲରେ କି ରୋଷେଇ ଚାଲିଛି ଯେ ପିଲାଙ୍କ ଜୀବନ ଚାଲି ଯାଉଛି। ପରଦିନ ସେ ହୋଟେଲକୁ ଖାଇବାକୁ ବାହାରିଲେ। ଲୁଚି ଲୁଚି ହୋଟେଲର ପଛ ପାଖରେ ଥିବା ରୋଷେଇଶାଳକୁ ଗଲେ। ଆଉ ରୋଷେଇଶାଳକୁ ଯେମିତି ପହଞ୍ଚିଛନ୍ତି, ଭିତର ଦୃଶ୍ୟ ଦେଖିକି ତ ମୁଣ୍ଡ ଘୂରିଗଲା। ସେ ଅବାକ୍ ହୋଇଗଲେ। ଡରରେ ତାଙ୍କ ଦେହ ଥରିବାକୁ ଲାଗିଲା। ଭାବିଲେ ଡାକ୍ତର ବାବୁ ଯାହା କହୁଥିଲେ ପୁରା ଠିକ୍ ଥିଲା। କାଳ ବିଳମ୍ବ ନ କରି ସେ ରୋଷେଇଶାଳାର ଫଟୋ ଉଠାଇ ଘରକୁ ପଳେଇ ଆସିଲେ। ଘରକୁ ଆସିବା ପରେ ସ୍ତ୍ରୀ ଗୀତା ଦେବୀଙ୍କୁ ସବୁ କଥା କହିଲେ। ଆଉ ମୋବାଇଲରେ ଉଠାଇଥିବା ଫଟୋ ବି ଦେଖାଇଲେ। ଗୀତା ଦେବୀ ଦେଖିକି ତ ଯେମିତି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଫଟୋ ସବୁ ଦେଖିକି ଅସହ୍ୟ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଚିଣ୍ଟୁର ମୁହଁ ମନେ ପଡ଼ିଗଲା ସ୍ୱାମୀ ସ୍ତ୍ରୀଙ୍କର। ଆଜିକୁ 19 ଦିନ ତଳେ ଚିଣ୍ଟୁର ଚିତ୍କାରରେ ହସ୍ପିଟାଲ ଖାଲି ପଡ଼ୁଥିଲା ଆଉ ଉଠୁଥିଲା। ଚିଣ୍ଟୁର ପେଟ ଏତେ ଜୋରରେ କାଟୁଥିଲା ଯେ ସେ ଖାଲି ରୁମ୍ର ଗୋଟିଏ ପାଖରୁ ଆର ପାଖକୁ ଗଡ଼ି ଯାଉଥିଲା ଆଉ ଗଡ଼ି ଆସୁଥିଲା। ଆଡମିଟ୍ ହେବା ପରେ ପରେ ତାକୁ 3-3ଟି ଇଞ୍ଜେକ୍ସନ ଦିଆଯାଇଥିଲେ ବି ତାର ଯନ୍ତ୍ରଣା କମିବାର ନାଁ ନେଉନଥିଲା। ତେଣୁ ବିଭାଗର ଅଫିସରେ ଏକାଠି ହୋଇଥିଲେ 5 ଜଣ ବରିଷ୍ଠ ଡାକ୍ତର। ସମସ୍ତଙ୍କ ଭିତରେ ଗରମାଗରମ ଆଲୋଚନା ଚାଲିଥିଲା କ'ଣ କରାଯିବ ବୋଲି। ସେଠୁ ସ୍ଥିର ହୋଇଥିଲା କି ତାର ଅଲ୍ଟ୍ରାସାଉଣ୍ଡ କରାଯିବ। ଏହା ଆଗରୁ ଜୀବନ ବାବୁ 5 ଦିନ ଭିତରେ 2ଟି ହସ୍ପିଟାଲରେ ଦେଖେଇ ସାରିଥିଲେ। ସେଠାରେ ବି ଅଲ୍ଟ୍ରାସାଉଣ୍ଡ କରାଯାଇଥିଲା, ହେଲେ କିଛି ମିଳିନଥିଲା। ତେବେ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ କି ଶେଷ ଥର ପାଇଁ ଅଲ୍ଟ୍ରାସାଉଣ୍ଡରୁ ଯଦି କିଛି ବାହାରିବ ସେହି ଅନୁସାରେ ଚିକିତ୍ସା ଆରମ୍ଭ କରିଦିଆଯିବ। ଚିଣ୍ଟୁକୁ ଅଲ୍ଟ୍ରାସାଉଣ୍ଡ ରୁମ୍କୁ ନିଆଗଲା। ପେଟରେ ଅଲ୍ଟ୍ରାସାଉଣ୍ଡ କରାଗଲା। ହେଲେ ସେମିତି କିଛି ବିଶେଷ କଥା ଜଣା ପଡ଼ିଲାନି। ଡାକ୍ତରମାନେ ଚିନ୍ତିତ ହୋଇଗଲେ। ସବୁଠୁ ବଡ଼ ପରୀକ୍ଷା କରିବା ପାଇଁ ସ୍ଥିର ହେଲା। ସେତେବେଳେ ଯାଏ ଚିଣ୍ଟୁର ପେଟ ଯନ୍ତ୍ରଣା ମାତ୍ର କିଛି ପରିମାଣରେ କମିଥାଏ। ସେଠୁ ଚିଣ୍ଟୁକୁ ବଡ଼ ପରୀକ୍ଷା କରିବା ପାଇଁ ନିଆଗଲା। ଏକ ବଡ଼ ମେସିନ ଭିତରେ ଚିଣ୍ଟୁକୁ ଭର୍ତ୍ତି କରାଗଲା। ପୁରା ଶରୀର ସ୍କାନିଂ କରାଗଲା। ହେଲେ କିଛି ବି ବାହାରିଲାନି। ତେଣୁ ଡାକ୍ତରମାନଙ୍କ ଚିନ୍ତା ପୁରା ବଢ଼ିଗଲା। କ'ଣ କରିବେ କିଛି ବି ସ୍ଥିର କରିପାରିଲେନି। ତେଣୁ ବାଧ୍ୟ ହୋଇ ତାର ଏକ ରକ୍ତ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଗଲା। ହେଲେ ସେଇଟା ଓଡ଼ିଶାରେ ହେଉନଥିବା ବେଳେ ମୁମ୍ବାଇ ପରୀକ୍ଷାଗାରକୁ ପଠାଗଲା। ସେ ପରୀକ୍ଷା ପାଇଁ ପୁରା 7 ଦିନ ସମୟ ଲାଗୁଥିଲା। ତେଣୁ ସେହିଦିନ ପରୀକ୍ଷା ପାଇଁ ପଠାଇ ଦିଆଗଲା। ହେଲେ ବିଧିର ବିଧାନ ଅଲଗା ଥିଲା। ରକ୍ତ ନେବାର ପରଦିନ ହିଁ ଚିଣ୍ଟୁ ଆଖି ବୁଜିଦେଲା। କାରଣ ସେ ଇନଫେକ୍ସନ ଦେହ ସାରା ଏତେ ମାତ୍ରାରେ ବିସ୍ତାର ହୋଇଯାଇଥିଲା ଯେ ଚିଣ୍ଟୁର ଦେହରେ ଆଉ ସେତିକି କ୍ଷମତା ନଥିଲା ସହିବା ପାଇଁ। ଏବେ 19 ଦିନ ପରେ ଚିଣ୍ଟୁକୁ ମନେ ପକେଇ ପକେଇ ମା ଗୀତା ଦେବୀ କାନ୍ଦୁଥିଲେ। କହୁଥିଲେ କି
ଯଦି ସେଦିନ ମୋତେ ଆମ ଘରୁ ଅର୍ଜେଣ୍ଟ ଡକରା ଆସିନଥାନ୍ତା ତାହେଲେ ହୁଏତ ଏମିତି ହୋଇନଥାନ୍ତା। ଗୀତା ଛୋଟ ପୁଅକୁ ବାପାଙ୍କ ପାଖରେ ଛାଡ଼ି ଦେଇ ପଳେଇଥିଲେ। ଆଉ ଜୀବନ ବାବୁ ଚିଣ୍ଟୁକୁ ପାଖ ହୋଟେଲକୁ ନେଇ ଖୁଆଇଥିଲେ। ଆଉ ଖାଇବା ପରେ ହିଁ ପେଟ କାଟିବା ଆରମ୍ଭ ହୋଇଯାଇଥିଲା। ଚିଣ୍ଟୁ ଜୀବନ ବାବୁ ଓ ଗୀତା ଦେବୀଙ୍କର ଏକମାତ୍ର ପୁଅ ଥିଲା। ଦେଖିବାକୁ ଯେମିତି ଡଉଲ ଡାଉଲ ଥିଲା ସେମିତି ବୁଦ୍ଧିମାନ ଥିଲା। ବାପା ମାଙ୍କର ପୁରା ଗେହ୍ଲା ଥିଲା। ଆଉ ତା ମୁହଁକୁ ଅନେଇ ବାପା ମା ବି ଫ୍ୟାମିଲି ପ୍ଲାନିଂ ଅପରେସନ କରି ନେଇଥିଲେ। ଏବେ ଦ୍ୱିତୀୟ ସନ୍ତାନର ସମ୍ଭାବନା କମ୍ ଥିଲା। ଚିଣ୍ଟୁକୁ ଝୁରି ଝୁରି ଦୁହେଁ ଖାଇବା ଛାଡ଼ି ଦେଇଥିଲେ। ଜୀବନ ବାବୁ ଏବେ ନ୍ୟାୟ ଚାହୁଁଥିଲେ। ତେଣୁ ସେ ଏସବୁ ପୋଲିସକୁ ଜଣେଇ ତଦନ୍ତ ଚାହୁଁଥିଲେ। ତାଙ୍କ ପାଖରେ ପୁରା ପ୍ରମାଣ ରହିଥିଲା। ଡାକ୍ତରଙ୍କ ରିପୋର୍ଟ ଆଉ ହୋଟେଲରେ ମହଜୁଦ ସେ ସାମଗ୍ରୀର ଫଟୋ ସବୁ ପ୍ରମାଣ କରିଦେଉଥିଲା। 4ଟା ବାଜିଲା ଆଉ ଜୀବନ ବାବୁ ନିକଟସ୍ଥ ପୋଲିସରେ ଏଫଆଇଆର ଦେଲେ। ପ୍ରଥମେ ତ ପୋଲିସ କିଛି ବୁଝିପାରିଲାନି। କାରଣ ରାସ୍ତା କଡ଼ର ହୋଟେଲରେ ଏମିତି କିଛି ହେଉଥିବା କେହି ବି ଅବିଶ୍ୱାସ କରିବେ। ଜୀବନ ବାବୁ ଯେତେବେଳେ ଡାକ୍ତର ରିପୋର୍ଟ ଓ ଫଟୋ ସବୁ ଦେଖେଇଲେ ପୋଲିସ ବି ଚିନ୍ତାରେ ପଡ଼ିଗଲା। ପରଦିନ ପୋଲିସ ରେଡ୍ କରିବା ସମୟରେ ଯେତେବେଳେ ହୋଟେଲ ପଛପାଖ ରୋଷେଇଶାଳ ଦେଖିଲେ ଯେମିତି ଅବାକ୍ ହୋଇଗଲେ। କାରଣ ସେଟା ରୋଷେଇଶାଳ ତ ନଥିଲା, ବରଂ ଗୋଟେ ବଡ଼ ଗୋଦାମ କହିଲେ କମ୍ ହେବନି। ଗୋଦାମରେ ସବୁ ବାଂଲାଦେଶ ସାମଗ୍ରୀ ଭର୍ତ୍ତି ହୋଇ ରହିଥିଲା। ଆଉ ସେ ସବୁ ଥିଲା ବାଂଲାଦେଶର ଏକ୍ସପାୟରି ଜିନିଷ। ଯାହାକୁ ନଷ୍ଟ କରିଦେବା କଥା ସେହି ସବୁ ଜିନିଷକୁ ଆଣି ହୋଟେଲ ମାଲିକ ନିଜେ ରୋଷେଇରେ ବ୍ୟବହାର କରୁଥିବା ବେଳେ ଅନ୍ୟ ହୋଟେଲକୁ ସପ୍ଲାଏ କରୁଥିଲେ। ହୋଟେଲ ମାଲିକ ଓ ସବୁ କର୍ମଚାରୀ ବାଂଲାଦେଶୀ ହୋଇଥିବାରୁ ସେଠାରୁ ସବୁ ଶସ୍ତାରେ ନେଇ ଆସୁଥିଲେ। ଡାକ୍ତର ବି ଜୀବନ ବାବୁଙ୍କୁ ସେଦିନ ସେହି କଥା କହିଥିଲେ କି ସରକାରୀ ରିପୋର୍ଟ ଅନୁସାରେ ବାଂଲାଦେଶର ଏକ ପ୍ରକାର ମସଲା ସପ୍ଲାଏ ହେଉଛି, ଯେଉଁଟାକି ପଚାସଢ଼ା ସାମଗ୍ରୀରେ ତିଆରି ହୋଇ ବର୍ଷ ବର୍ଷ ଆଗରୁ ପ୍ରିଜରଭେଟିଭ୍ ଦେଇ ରଖାଯାଇଥିଲା। ଆଉ ଅଧିକ ଦିନ ପ୍ୟାକେଟ ଭିତରେ ବନ୍ଦ କରି ରଖାଯାଇଥିବାରୁ ସେଥିରେ ଏକ ପ୍ରକାରର ଜୀବାଣୁ ସୃଷ୍ଟି ହୋଇଥିଲେ। ଆଉ ସେଗୁଡ଼ିକ ଏତେ ମାରାତ୍ମକ ଯେ ଛୋଟ ପିଲାଙ୍କୁ କ୍ଷତି ପହଞ୍ଚାଇବାରେ ପୁରା ସକ୍ଷମ ଥିଲେ। ମସଲାରେ ହିଁ ବାହାରୁଥିଲା। କାରଣ ଏମିତି ଜୀବାଣୁ କେବଳ ଏକ ବାଂଲାଦେଶୀ ମସଲାରେ ହିଁ ବାହାରୁଥିଲା। ଆଉ ସେ ମସଲା ଯେଉଁ ରାଜ୍ୟରେ ବି ବ୍ୟବହାର ହୋଇଛି ସେଠାରେ ହିଁ ଏହି ଇନଫେକ୍ସନ ଦେଖାଦେଇଛି। ପୋଲିସ ହୋଟେଲ ସିଲ୍ କରି ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିନେଲା। ତଦନ୍ତ ପରେ ଜଣାପଡ଼ିଲା କି ସେମାନେ ବିନା କାଗଜପତ୍ରରେ ଅନ୍ୟ ଦେଶରୁ ଆସି ଆମ ଦେଶରେ ରହିଥିଲେ। ଆଉ ଅବାଧରେ ବିଭିନ୍ନ ପ୍ରକାରର ବେଆଇନ କାରବାରରେ ବି ଜଡ଼ିତ ଥିଲେ। ପୋଲିସ ଏବେ ତଦନ୍ତ କରୁଛି କି ସେ ବାଂଲାଦେଶୀ ସାମଗ୍ରୀ କୁଆଡ଼େ କୁଆଡ଼େ ବିକ୍ରି ହୋଇଛି। ଆଉ ଲୋକଙ୍କୁ ବି ସତର୍କ କରାଯାଇଛି କି ଖାଦ୍ୟରେ କୌଣସି ଅନଧିକୃତ ସାମଗ୍ରୀ ଯେମିତି କେହି ବ୍ୟବହାର ନ କରନ୍ତି। କାହାଣୀଟି ଏତିକି ଥିଲା। କାହାଣୀ ମାଧ୍ୟମରେ ଆମେ ଏତିକି କହିବାକୁ ଚାହୁଁଛୁ କି ଆମ ଶରୀର ହେଉଛି ଏକ ମନ୍ଦିର, ଯେଉଁଠି ଆତ୍ମା ହେଉଛି ଭଗବାନ। ଆମେ ଯେମିତି ମନ୍ଦିରକୁ ପବିତ୍ର ମାନୁଛେ ସେମିତି ଶରୀରକୁ ବି ପବିତ୍ର ମାନି ଆମେ ତାକୁ ପରିଷ୍କାର ରଖିବା ଉଚିତ। ତେଣୁ ଯେତେବେଳେ ଆମେ ଖାଉଛେ ସବୁଠୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। କାରଣ ଯାହା ଆମ ଶରୀରକୁ ଗଲା ତାହା ଆଉ ଶତ ଚେଷ୍ଟା କଲେ ବି ଫେରିବନି। ଆପଣ ଯଦି ଏକମତ ତାହେଲେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ହଁ, ଆମେ ଆପଣଙ୍କ ସହିତ ଫେସବୁକରେ ବି ଯୋଡ଼ି ହେବା ପାଇଁ ଚାହୁଁଛୁ। ଦୟାକରି ଆମ ପେଜକୁ ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପସନରେ ଦେଇଛି। ଧନ୍ୟବାଦ।